Dear students, welcome once again. We are discussing the topic The Missile Man of India, a detailed text of class 9. Today we will continue from paragraph number 3rd. ପିଲାମାନେ ଆମେ ଦି ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ ଟପିକ୍ର ତୃତୀୟ ପାରାଗ୍ରାଫରୁ ଆଜି ଆଲୋଚନା କରିବା। ତ ସର୍ବପ୍ରଥମେ ଦେଖିଦେବା ତୃତୀୟ ପାରାଗ୍ରାଫରେ 3 ନମ୍ବର ପାରାଗ୍ରାଫରେ କି କଠିନ ଶବ୍ଦ ଅଛି। ପ୍ରଥମ ଶବ୍ଦଟି ହେଉଛି ଏଫେକ୍ସନେଟ୍। ଏଫେକ୍ସନେଟ୍ ମାନେ ହେଉଛି ସ୍ନେହୀ ବା ସ୍ନେହ ପ୍ରଦର୍ଶନ। ତାପରେ ଆସିଲା ଇନ୍ସପାୟାର, ପ୍ରେରଣା ଦେବା। ଆଟିଚ୍ୟୁଡ୍, ମନୋବୃତ୍ତି ବା ମନୋଭାବ। ତ ପିଲାମାନେ ଏହି ପାରାଗ୍ରାଫରେ ଏହି 3ଟି ମାତ୍ର କଠିନ ଶବ୍ଦ ଥିଲା। ତେଣୁ କଠିନ ଶବ୍ଦ ପରେ ଏବେ ଆମେ ଦେଖିଦେବା ପାରାଗ୍ରାଫ ନମ୍ବର 3ରେ କ'ଣ କୁହାଯାଇଛି। କାଲାମ ଷ୍ଟାର୍ଟେଡ୍ ହିଜ୍ ଏଲିମେଣ୍ଟାରୀ ଏଜୁକେସନ୍ ଏଟ୍ ରାମନାଥପୁରମ୍। ଏଲିମେଣ୍ଟାରୀ ମାନେ ତୁମେ ଜାଣିଥିବ ପିଲାମାନେ ପ୍ରାଥମିକ ଶିକ୍ଷା ଯେଉଁଟା ଆମେ କହୁଛୁ। ଆଜିକାଲି ପ୍ରାଥମିକ ଶିକ୍ଷା କେତେ ଶ୍ରେଣୀ ପର୍ଯ୍ୟନ୍ତ? ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତକୁ କୁହାଯାଉଛି ଏଲିମେଣ୍ଟାରୀ। ତାପରେ ଆସିଲା ସେକେଣ୍ଡାରୀ। ସେକେଣ୍ଡାରୀ ମାନେ ହେଉଛି 9, 10। ତାପରେ ହାୟର ସେକେଣ୍ଡାରୀ ଏମିତି ଅଛି, ଏଲିମେଣ୍ଟାରୀ, ସେକେଣ୍ଡାରୀ, ହାୟର ସେକେଣ୍ଡାରୀ। ତ ଏଇଠି କୁହାଯାଉଛି ଏଲିମେଣ୍ଟାରୀ ମାନେ ତାଙ୍କର ପ୍ରାଥମିକ ଶିକ୍ଷା ସେ ରାମନାଥପୁରମରୁ ହାସଲ କରିଥିଲେ। ହି ହ୍ୟାଡ୍ ଏ ସାଇନ୍ସ ଟିଚର ନେମ୍ଡ ଶିବ ସୁବ୍ରମଣ୍ୟା ଆୟାର ହୁ ୱାଜ୍ ଭେରି ଲଭିଂ ଆଣ୍ଡ ଏଫେକ୍ସନେଟ୍। ସେ ଯେତେବେଳେ ଏଲିମେଣ୍ଟାରୀ ଶିକ୍ଷା ହାସଲ କରୁଥିଲେ ସେହି ସମୟରେ ତାଙ୍କ ବିଦ୍ୟାଳୟରେ ଜଣେ ସାଇନ୍ସ ଟିଚର ଥିଲେ, ବିଜ୍ଞାନ ଶିକ୍ଷକ ଥିଲେ। ତାଙ୍କର ନାଁ ହେଉଛି ଶିବ ସୁବ୍ରମଣ୍ୟା ଆୟାର, ଯିଏକି ବହୁତ ଲଭିଂ ଥିଲେ, ସ୍ନେହୀ ଥିଲେ। ଆଣ୍ଡ ଏଫେକ୍ସନେଟ୍, ଏଫେକ୍ସନେଟ୍ ବି ତ କହିଲି ତୁମକୁ, ସେଇଟା ବି ସେଇ ସ୍ନେହ ପ୍ରଦର୍ଶନ କରିବା, ସ୍ନେହ ଦେବା ଅନ୍ୟକୁ, ସେଇଟା କୁହାଯାଉଛି ଏଫେକ୍ସନେଟ୍। ତେଣୁ ତାଙ୍କର ସେଇ ସାଇନ୍ସ ଟିଚର ବହୁତ ଏଫେକ୍ସନେଟ୍ ଥିଲେ। ହି ଅଲୱେଜ୍ inspired Kalam to develop his skills so that he could compete with highly educated people in big cities. ହି ମାନେ କିଏ? ସେ ସାଇନ୍ସ ଟିଚର। ସେ ସାଇନ୍ସ ଟିଚର ସବୁବେଳେ କାଲାମଙ୍କୁ ଇନ୍ସପାୟାର କରିଥିଲେ। ଇନ୍ସପାୟାର ମାନେ ପ୍ରେରଣା ଦେଇଥିଲେ, ଉତ୍ସାହ ଦେଇଥିଲେ ଆଗକୁ ବଢ଼ିବା ପାଇଁ, ମନୋବଳ ବଢ଼େଇଥିଲେ। କ'ଣ ବଢ଼େଇଥିଲେ ନା ତାଙ୍କର ସ୍କିଲ୍ ଡେଭଲପମେଣ୍ଟ କରିବା ପାଇଁ, ସ୍କିଲ୍ ଡେଭଲପ୍ କରିବା ପାଇଁ। ସ୍କିଲ୍ ମାନେ ଦକ୍ଷତା, କାର୍ଯ୍ୟ କରିବାର ଦକ୍ଷତା। କାଲାମ ତାଙ୍କର କାର୍ଯ୍ୟ କରିବାର ଦକ୍ଷତା ବଢ଼ାନ୍ତୁ ବୋଲି ତାଙ୍କର ସାଇନ୍ସ ଟିଚର ଚାହୁଁଥିଲେ। କ'ଣ ପାଇଁ ନା କମ୍ପିଟ୍ କରିବେ, ପ୍ରତିଯୋଗିତା କରିବେ। କାହା ସହିତ? ହାଇଲି ଏଜୁକେଟେଡ଼ ପିପୁଲ୍, ଯେଉଁମାନେ ହାଇଲି ଏଜୁକେଟେଡ଼, ଯେଉଁମାନେ ଉଚ୍ଚ ଶିକ୍ଷିତ ଧନୀ ଘରର ପିଲା, ସେଇମାନଙ୍କ ସହିତ ପ୍ରତିଯୋଗିତା କରିବା ପାଇଁ କାଲାମଙ୍କୁ ସେ ତାଙ୍କର ସ୍କିଲ୍ ଡେଭଲପ୍ କରିବା ପାଇଁ ପରାମର୍ଶ ଦେଇଥିଲେ। କେଉଁ ସେଇ ପିଲାମାନେ କେଉଁଠି ନା ବିଗ୍ ସିଟିରେ। ସେ ତ ଗୋଟେ ଗାଁରେ ପଢ଼ୁଥିଲେ ନା, ଗାଁରେ ଜନ୍ମଗ୍ରହଣ କରିଥିଲେ ନା। ତେଣୁ ସେ ଯେତେବେଳେ ବଡ଼ ବଡ଼ ଟାଉନକୁ ଯିବେ, ସେମାନଙ୍କ ସହିତ ବିଗ୍ ସିଟି ଯେତେବେଳେ ଯିବେ, ସେଇ ଜାଗାରେ ଏଜୁକେଟେଡ଼ ପିଲାମାନଙ୍କ ସହିତ ବା ଏଜୁକେଟେଡ଼ ଫ୍ୟାମିଲିର ପିଲାମାନଙ୍କ ସହିତ କମ୍ପିଟ୍ କରିବା ପାଇଁ ତାଙ୍କୁ ସେ ନିଜର ସ୍କିଲ୍କୁ ଡେଭଲପ୍ କରିବା ପାଇଁ, ବୃଦ୍ଧି କରିବା ପାଇଁ, ଉନ୍ନତି ଆଣିବା ପାଇଁ ତାଙ୍କୁ ପରାମର୍ଶ ଦେଇଥିଲେ। ୱାନ୍ସ ହି ଇନଭାଇଟେଡ୍ ଦି ବୟ ହୋମ୍ ଫର୍ ମିଲ୍। ଥରେ ସେ ସାଇନ୍ସ ଟିଚର କ'ଣ କଲେ, ସେ ବୟ ମାନେ କାଲାମଙ୍କୁ ତାଙ୍କ ଘରକୁ ମିଲ୍ ମାନେ ଖାଇବା ପାଇଁ ଡାକିଲେ। ହୁଇଚ୍ ହିଜ୍ ୱାଇଫ୍ ଡିସଲାଇକ୍ଡ। ଯେଉଁ କଥା କି ତାଙ୍କର ସ୍ତ୍ରୀ ମାନେ ସାଇନ୍ସ ଟିଚରଙ୍କର ସ୍ତ୍ରୀ ଡିସଲାଇକ୍ କଲେ, ତାମାନେ ପସନ୍ଦ କଲେ ନାହିଁ, ତାଙ୍କୁ ଭଲ ଲାଗିଲା ନାହିଁ ଏଇ କଥା। ଆଣ୍ଡ ରିଫ୍ୟୁଜ୍ ଟୁ ସାର୍ଭ ଏ ମୁସଲିମ୍ ଚାଇଲ୍ଡ ଲାଇକ୍ ହିମ୍। ଗୋଟେ ମୁସଲିମ୍ ପିଲାଙ୍କୁ ସାର୍ଭ ମାନେ ଖାଇବା ପିଇବା ଦେବା, ତାଙ୍କୁ ଆତିଥ୍ୟ ପ୍ରଦାନ କରିବା ପାଇଁ ସେ ମନା କଲେ। କିଏ ମନା କଲେ? ତାଙ୍କର ସ୍ତ୍ରୀ ମନା କଲେ। ହିଜ୍ ଟିଚର ହିମସେଲ୍ଫ ସାର୍ଭଡ କାଲାମ while she watched them eat from behind the kitchen door. କାଲାମଙ୍କର ସାଇନ୍ସ ଟିଚର ନିଜେ କାଲାମଙ୍କୁ ଖାଇବା ପାଇଁ ଦେଲେ। ସେହି ସମୟରେ ତାଙ୍କର ସ୍ତ୍ରୀ କ'ଣ କରୁଥିଲେ ନା କେଉଁଠି
किचेन रोषेई रूम्र कबाट कोणरे लुचिकी से लक्ष्य करुले देखुले से कौन सबू करुछंती बोलकरी बट हिज बिहेवियर वे ऑफ टॉकिंग वे ऑफ टेकिंग द मील एंड क्लीनिंग द फ्लोर चेंज्ड हर एटीट्यूड तांकर व्यवहार कालामंकर बिहेवियर माने व्यवहार वे ऑफ टेकिंग द मील से खाद्य जो भाव में खाइले एवं जो भाव खाई सारिबा परे जो भाव में चट्टाण सफा सुतरा कले पिला माने तुमे जेतेबेले खाउछ आमे जो जगार खाए थाली बासन उठैला परे ता से जगह को टिके आमे धुआ धुई करे कि नहीं सफा सुतरा करे तेणु कालाम मध्य सेहीपरि कले एई दृश्यटा देखिला परे से साइंस टीचरंकर स्त्रींकर मनोवृत्ति एटीट्यूड माने मनोभाव परिवर्तन हो गला व्हेन द टीचर इनवाइटेड कालाम फॉर द सेकेंड टाइम से टीचर कालाम को जेतेबेले द्वितीय थर डाकिले तांको घर को हिज वाइफ वेलकम्ड हिम तांकर स्त्री सेतेबेले तांको स्वागत जणैले एंड सर्वड हिम फूड हरसेल्फ एबे से कालाम को निजे खाइबा को देले या पूर्व तो प्रथम थर तो तांको खाइबा को देले नहीं एबे किंतु से निजे तांको खाइबा को देले तो पिला माने एटा थिला हमरो पैराग्राफ नंबर 3 पिला माने आस एबे आमे आलोचना करिबा पैराग्राफ नंबर 4 प्रथमे देखि देबा कठिन शब्द सेथिरे कोन कोन अछि प्रथम शब्दटी होछि ब्राइट ब्राइट माने ब्रिलियंट विचक्षण बा बुद्धिमान ब्राइट रो अलगा अर्थ भी अछि ब्राइट माने उज्जवल ब्राइट माने सफा ब्राइट माने एठी हमर बुझौछि ब्रिलियंट एई प्रसंग रे विचक्षण बा बुद्धिमान ब्राइट स्टूडेंट आमे कहू नै ना ही इज वेरी ब्राइट स्टूडेंट ब्रिलियंट स्टूडेंट तापर आसिला प्रेस्टिजियस प्रेस्टिजियस माने होछि मर्यादा संपन्न एक्सपेंसिव एफआईआर एक्सपेंसिव माने तुमे जानिछो व्यय सापेक्ष व्ययबहुल बहुमूल्य एफआईआर एफआईआर माने घटना बा विषय एटा को जदि आमे मिसई करी कहिबा कोन होछि ना एक्सपेंसिव एफआईआर माने व्यय सापेक्ष व्यापार एमते आमे कहू नै ना व्यय सापेक्ष व्यापार तापर आसला कंपेशनेट माने होछि सहानुभूतिशील सपोर्टर भी आमे कहि परिबा जड़े लोक किसी काम करुथिबो ताको उत्साह देउथिबो ताको सपोर्ट दउथिबो सहानुभूति ताको देखौथिबो ताको आमे कहूछु कंपेशनेट तापर आसिला मॉर्टगेज रु मॉर्टगेज्ड हेछि पास्ट टेंस हेछि मॉर्टगेज माने होछि बंधा पकैबा बंधक पकैबा बा ऋण जोटा आमे कहूछु सेटा को कहै अछि मॉर्टगेज तापर आसिला एरोस्पेस माने होछि महाशून्य महाकाश भी आमे कहि परिबा सेटा को कहै अछि एरोस्पेस तो पिला माने पैराग्राफ 4 रे एटा थिला हमर एगुडी को थिला हमर कठिन शब्द एबे आमे देखिबा पैराग्राफ 4 कोन कहूछि कालाम देन मूव टू द स्क्वायर्स हायर सेकेंडरी स्कूल फॉर हिज सेकेंडरी एजुकेशन हाँ पिला माने मना पकाओ या पूर्व पैराग्राफ 3 रे आमे आलोचना कले कालामंकर एलिमेंटरी एजुकेशन रामनाथपुर रे से पाठ पढ़िले पैराग्राफ 4 रे आमे आलोचना करिबा तांकर सेकेंडरी माने माध्यमिक शिक्षा जोटा आमे कहूछु सेटा कह जाउछि कालाम देन मूव टू द स्क्वायर्स हायर सेकेंडरी स्कूल फॉर हिज सेकेंडरी स्कूल ताले एलिमेंटरी एजुकेशन कंप्लीट कला परे कालाम स्क्वायर्स हायर सेकेंडरी स्कूल को मूव कले माने सेठ को गले कोन पाई तांकर सेकेंडरी एजुकेशन पाई इन हिज स्कूल इयर्स तांकर स्कूल काल रे स्कूल समय रे ही हैड एवरेज ग्रेड्स से जते बड़ा हायर सेकेंडरी पाठ पढुथिले तांकर ग्रेड माने मार्क लेवल सेटा एवरेज थिला एवरेज माने कोन रे बेसी नुह कि कम नुह नॉट सो गुड नॉट सो बैड मिडिल 50% 60% एमती आमे कहबा तेणु तांकर स्टैंडर्ड सही भलिया थिला एवरेज स्टैंडर्ड थिला एवरेज ग्रेड्स तांकर थिला बट
was considered a bright and hard-working student who had a strong desire to learn। ତାହେଲେ ତାଙ୍କର ଷ୍ଟାଣ୍ଡାର୍ଡ଼ ତାଙ୍କର ଗ୍ରେଡ୍ ଏଭରେଜ୍ ଥିଲା, ତଥାପି ତାଙ୍କୁ କନସିଡର କରାହେଉଥିଲା, ଗଣନା କରାଯାଉଥିଲା, ହିସାବକୁ ନିଆଯାଉଥିଲା କ'ଣ ନା ଏଜ୍ ଏ ବ୍ରାଇଟ୍ ଷ୍ଟୁଡେଣ୍ଟ, ଗୋଟେ ବ୍ରିଲିଆଣ୍ଟ ଷ୍ଟୁଡେଣ୍ଟ ରୂପେ ହିଁ ସେ ମାନେ କ'ଣ ପରିଗଣିତ ହେଉଥିଲେ। ଆଉ କ'ଣ ହାର୍ଡ଼ ୱାର୍କିଂ, ଏବଂ ସେ ଜଣେ ହାର୍ଡ଼ ୱାର୍କିଂ ମଧ୍ୟ ଥିଲେ, କଠିନ ପରିଶ୍ରମୀ। ପିଲାମାନେ ପ୍ରତ୍ୟେକ ଷ୍ଟୁଡେଣ୍ଟସକୁ ତ ହାର୍ଡ଼ ୱାର୍କିଂ ହେବାକୁ ପଡ଼ିବ, ଏଇଟା ତ ସାଧାରଣ କଥା। ତେଣୁ ସେ ଯଦି ହାର୍ଡ଼ ୱାର୍କିଂ ହେଇନଥାନ୍ତେ ଏତେ ବଡ଼ ସାଇଣ୍ଟିଷ୍ଟ ହେଇପାରିଥାନ୍ତେ, ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତି ହେଇପାରିଥାନ୍ତେ। ତେଣୁ undoubtedly he was a hard working student who had a strong desire to learn। ତାଙ୍କର strong desire ମାନେ ଦୃଢ଼ ଇଚ୍ଛା କ'ଣ ପାଇଁ? ଲର୍ନ ମାନେ ଶିଖିବା ପାଇଁ, ଯେକୌଣସି ଜିନିଷ ଶିଖିବା ପାଇଁ ତାଙ୍କର ଷ୍ଟ୍ରଙ୍ଗ ଡିଜାୟାର ଥିଲା, ଦୃଢ଼ ଇଚ୍ଛା ଥିଲା। he spent hours on his studies। ସେ ତାଙ୍କର ପଢ଼ାରେ ଘଣ୍ଟା ଘଣ୍ଟା ଧରି ଖର୍ଚ୍ଚ କରୁଥିଲେ, ସମୟ ବିତାଉଥିଲେ। ସ୍ପେସିଆଲି ମ୍ୟାଥମେଟିକ୍ସ, ବିଶେଷ କରି ମ୍ୟାଥମେଟିକ୍ସ। ପିଲାମାନେ ତୁମେ ଜାଣିପାରୁଥିବ ସେ ଯେହେତୁ ସାଇଣ୍ଟିଷ୍ଟ ଥିଲେ, ତାଙ୍କର ଗଣିତ ତ ନିହାତି ଫେଭରାଇଟ୍ ସବଜେକ୍ଟ ଥିବ, ଲାଇକିଂ ସବଜେକ୍ଟ ଥିବ। ତେଣୁ ସେ ଯେଉଁ ଘଣ୍ଟା ଘଣ୍ଟା ପଢ଼ାରେ ସମୟ ବିତାଉଥିଲେ, ବିଶେଷ କରି ସେ ମ୍ୟାଥମେଟିକ୍ସ ଉପରେ ବେଶୀ ସମୟ ପ୍ରଦାନ କରୁଥିଲେ, ମ୍ୟାଥମେଟିକ୍ସ ଉପରେ ବେଶୀ ସମୟ ବିତାଉଥିଲେ। ଆଫ୍ଟର କମ୍ପ୍ଲିଟିଂ ହିଜ୍ ଷ୍ଟଡିଜ୍ ହେୟାର, ତାହେଲେ ସେ ସ୍କୋୟାର୍ଚ ହାୟର ସେକେଣ୍ଡାରୀ ସ୍କୁଲରେ ସେକେଣ୍ଡାରୀ ଏଜୁକେସନ୍ କମ୍ପ୍ଲିଟ୍ କଲା ପରେ କାଲାମ ୱାଜ୍ ଆଡ଼ମିଟେଡ୍ ଟୁ ସେଣ୍ଟ ଜୋସେଫ୍ସ କଲେଜ। ତାହେଲେ ସେକେଣ୍ଡାରୀ ମାନେ କ'ଣ? ମାଧ୍ୟମିକ ମାନେ ମେଟ୍ରିକ୍ ପାସ୍ କରିବେ, ତାପରେ ତାଙ୍କୁ କ'ଣ କରାହେବ? କଲେଜ ଆଡ଼ମିସନ୍ କରାହେବ। ତେଣୁ ସେ କେଉଁ କଲେଜରେ ଆଡ଼ମିଟେଡ୍ ହେଲେ ନା ସେଣ୍ଟ ଜୋସେଫ୍ କଲେଜ। କେଉଁଠି ସେଇଟା ଅଛି? ତିରୁଚିଲ୍ଲାପଲ୍ଲୀ। ହୟାର ହି ଗ୍ରାଜୁଏଟେଡ୍ ଇନ୍ ଫିଜିକ୍ସ ଇନ୍ 1954। ତାହେଲେ ସେ କଲେଜରେ ଆଡ଼ମିସନ୍ ହେଲେ 1954 ମସିହାରେ ସେ ଗ୍ରାଜୁଏଟେଡ୍ ହେଲେ, ଗ୍ରାଜୁଏସନ୍ ପାସ୍ କଲେ, ସ୍ନାତକ ପାସ୍ କଲେ। କେଉଁ ସବଜେକ୍ଟରେ ନା ଫିଜିକ୍ସ ସବଜେକ୍ଟରେ। ଫିଜିକ୍ସ ମାନେ ପଦାର୍ଥ ବିଜ୍ଞାନ, ତୁମେ ଜାଣିଥିବ ପିଲାମାନେ, ଫିଜିକ୍ସ ହେଲା ପଦାର୍ଥ ବିଜ୍ଞାନ, କେମିଷ୍ଟ୍ରି ହେଲା ରସାୟନ ବିଜ୍ଞାନ, ଜୁଲୋଜି, ବଟାନି ଏମିତି ସବୁ ଅଛି। ତୁମେ ଯେତେବେଳେ କଲେଜ ପଢ଼ିବ ଜାଣିବ। ତେଣୁ ତୁମେ ଆଉ ଗୋଟେ କଥା ଜାଣ, ଜଣେ ଯେତେବେଳେ କ'ଣ ଡିଗ୍ରୀ ହାସଲ କରେ, ଗ୍ରାଜୁଏଟ୍ ହୁଏ, ତାର ଗୋଟିଏ ପାର୍ଟିକୁଲାର ଗୋଟେ ସବଜେକ୍ଟରେ ସେ ଗ୍ରାଜୁଏଟ୍ ହୁଏ, କିଏ ହିଷ୍ଟ୍ରିରେ, କିଏ ଇଂଲିଶରେ, ଅନର୍ସ ଯେଉଁଟା ଆମେ କହୁଛୁ। ତେଣୁ ତାଙ୍କର ସବଜେକ୍ଟ ଥିଲା ଗ୍ରାଜୁଏସନରେ ଫିଜିକ୍ସ। ଅନ୍ୟ ସବଜେକ୍ଟ ବି ଥାଏ, କିନ୍ତୁ ଏଇଟା ହେଲା ମୁଖ୍ୟ ସବଜେକ୍ଟ ଫିଜିକ୍ସ। ତେଣୁ ସେ କେବେ ଗ୍ରାଜୁଏଟେଡ୍ ହେଲେ? 1954। ହିଜ୍ ଡ୍ରିମ୍ ଇନ୍ ଲାଇଫ୍ ୱାଜ୍ ଟୁ ବିକମ୍ ଏ ପାଇଲଟ୍। ତାଙ୍କ ଜୀବନରେ ଡ୍ରିମ୍ ମାନେ ସ୍ୱପ୍ନ ଥିଲା ସେ ଜଣେ ପାଇଲଟ୍ ହେବେ। ପାଇଲଟ୍ ଜାଣିଛ ଯେ ଉଡ଼ାଜାହାଜ ଚଲାନ୍ତି। ସୋ ହି ଆପ୍ଲାଏଡ୍ ଫର୍ ଷ୍ଟଡିଂ ଇଞ୍ଜିନିୟରିଂ ଏଟ୍ ଦି ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି। ଯେହେତୁ ପାଇଲଟ୍ ହେବାର ତାଙ୍କର ସ୍ୱପ୍ନ, ତେଣୁ ସେ ଗୋଟେ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଇଲେ। କେଉଁ ଇଞ୍ଜିନିୟରିଂ କଲେଜ? ତା'ର ନାମ କ'ଣ ନା ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି। ଟେକ୍ନୋଲୋଜି ମାନେ ତୁମେ ଜାଣିଛ ପିଲାମାନେ, ପ୍ରଯୁକ୍ତି ବିଦ୍ୟା କୁହାଯାଉଛି, ପ୍ରୟୋଗ ବିଦ୍ୟା କୁହାଯାଉଛି। ତେଣୁ ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ସେ ନାମ ଲେଖାଇଲେ। ହି ୱାଜ୍ ସିଲେକ୍ଟେଡ୍ ବଟ୍ ଏଜୁକେସନ୍ ଏଟ୍ ସାଚ୍ ଏ ପ୍ରେଷ୍ଟିଜିୟସ୍ ଇନଷ୍ଟିଚ୍ୟୁସନ୍ ୱାଜ୍ ନଟ୍ ସୋ ଇଜି। ସେଇଠି ସେ ସିଲେକ୍ଟେଡ୍ ହେଇଗଲେ, କିନ୍ତୁ ସେଇଭଳିଆ ଗୋଟେ ପ୍ରେଷ୍ଟିଜିୟସ୍ ମର୍ଯ୍ୟାଦା ସମ୍ପନ୍ନ ଅନୁଷ୍ଠାନରେ, ଇନଷ୍ଟିଚ୍ୟୁଟ୍ ମାନେ ଅନୁଷ୍ଠାନରେ ପଢ଼ିବାଟା ଏତେ ସହଜ ବ୍ୟାପାର ନୁହଁ। ମାନେ ଏତେ ସହଜ ନୁହଁ। ଏତେ ବଡ଼ ଗୋଟେ ନାମୀ ଦାମୀ କଲେଜରେ ପାଠ ପଢ଼ିବା ପାଇଁ ଏତେ ସହଜ ନୁହେଁ। ସେ ସିଲେକ୍ଟେଡ୍ ତ ହେଇଗଲେ, କିନ୍ତୁ ପାଠ କେମିତି ପଢ଼ିବେ, ପଇସା ତାଙ୍କର ଆସିବ କୁଆଡ଼ୁ, ଏଇ କଥା ଏବେ ତାଙ୍କର ଚିନ୍ତାର ବିଷୟ ହେଇଗଲା। ଇଟ୍ ୱାଜ୍ ଏନ୍ ଏକ୍ସପେନ୍ସିଭ୍ ଏଫାୟାର। ମୁଁ ଯେଉଁଟା କହିଲି, ଏତେ ବଡ଼ କଲେଜରେ ପାଠ ପଢ଼ିବାଟା ହେଉଛି ଗୋଟିଏ ଏକ୍ସପେନ୍ସିଭ୍ ଏଫାୟାର, ବ୍ୟୟ ସାପେକ୍ଷ ବେପାର, କଷ୍ଟକର ବ୍ୟାପାର। Around 1,000 rupees was required to pay towards the course fee। ତାଙ୍କର କୋର୍ସ ଫି ଦେବା ପାଇଁ ହିଁ କେତେ ଦରକାର? 1,000 rupees, 1000 ଟଙ୍କା ଦରକାର। ସେଇ ଯୁଗରେ ଚିନ୍ତା କର ପିଲାମାନେ, 1950-60, 1955-60 ମସିହାର କଥା।
ସେହି ସମୟରେ ତାଙ୍କର କୋର୍ସ ଫି ପାଇଁ ହିଁ ତାଙ୍କୁ ରିକ୍ୱାର ହେଉଥିଲା କେତେ ନା 1000 rupees 1000 ଟଙ୍କା। ଆସିମ ଜହରା ହିଜ୍ କମ୍ପେସନେଟ୍ ଏଲ୍ଡର ସିଷ୍ଟର, ମନେ ରଖ ପିଲାମାନେ, ତାଙ୍କର ବଡ଼ ଭଉଣୀ ଜଣେ ଥିଲେ, ତାଙ୍କର ନାମ ହେଲା ଆସିମ ଜହରା। ସେମାନେ ତ 4 ଭାଇ ଜଣେ ଭଉଣୀ ନା, ତେଣୁ ତାଙ୍କର ବଡ଼ ଭଉଣୀ ଥିଲେ ଆସିମ ଜହରା। ସିଏ ହେଲେ ତାଙ୍କର କମ୍ପେସନେଟ୍। କମ୍ପେସନେଟ୍ କ'ଣ କହିଲି? ସହାନୁଭୂତି, ସାପୋର୍ଟାର, ଉତ୍ସାହ ଦେଉଥିବା ବ୍ୟକ୍ତି। ତେଣୁ କାଲାମଙ୍କୁ କିଏ ବେଶୀ ଉତ୍ସାହ, ପ୍ରେରଣା ଏବଂ ସାହାଯ୍ୟ ସହଯୋଗ ପ୍ରଦାନ କରୁଥିଲେ? ତାଙ୍କର ବଡ଼ ଭଉଣୀ ଅସୀମ ଜହରା। ତେଣୁ ଅସୀମ ଜହରା ହିଜ୍ କମ୍ପେସନେଟ୍ ଏଲ୍ଡର ସିଷ୍ଟର କେମ୍ ଟୁ ହିଜ୍ ହେଲ୍ପ, ତାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର ବଡ଼ ଭଉଣୀ ଆଗେଇ ଆସିଲେ। ଏଇ ମାନେ ଅସୁବିଧା ସମୟରେ, ଏଇ ଅନଟନ ସମୟରେ, ଅଭାବ ସମୟରେ। ହି ମର୍ଟଗେଜ୍ଡ ହାର୍ ଗୋଲ୍ଡ ଅର୍ଣ୍ଣାମେଣ୍ଟସ୍ ଫର୍ ହିଜ୍ ଏଡମିସନ୍ ଫି। ଦେଖ ପିଲାମାନେ, ସେକ୍ରିଫାଇସ୍ ଦେଖ, ତାଙ୍କର ବଡ଼ ଭଉଣୀ ତ୍ୟାଗ ଗୋଟେ କଲେ। ମର୍ଟଗେଜ୍ ମାନେ ବନ୍ଧକ ପକାଇଲେ ତାଙ୍କର ସୁନାର ଅଳଙ୍କାର। ଗୋଲ୍ଡ ମାନେ ସୁନା, ଅର୍ଣ୍ଣାମେଣ୍ଟସ୍ ମାନେ ଅଳଙ୍କାର। କ'ଣ ପାଇଁ? ତାଙ୍କର ଏଡମିସନ୍ ପାଇଁ ଫି, ତାଙ୍କର କୋର୍ସ ଫି ପାଇଁ, ଏଡମିସନ୍ ପାଇଁ ଯେଉଁ ଫି ଦରକାର ତାକୁ ମିଟ୍ କରିବା ପାଇଁ, ତାକୁ ଭରଣା କରିବା ପାଇଁ ସେ ତାଙ୍କର ସୁନା ଅଳଙ୍କାର ଗୁଡ଼ିକୁ ବନ୍ଧକ ପକାଇଲେ। ଏଣ୍ଡ ହି କମ୍ପ୍ଲିଟେଡ୍ ହିଜ୍ ଏରୋସ୍ପେସ୍ ଇଞ୍ଜିନିୟରିଂ ଇନ୍ 1960। ଏବଂ ସେଇ ଉତ୍ସର୍ଗ ବଳରେ ଏବଂ ସେଇ ପ୍ରଚେଷ୍ଟା ବଳରେ, ସେଇ ଉପାୟରେ କାଲାମ ସଫଳ ହେଲେ କମ୍ପ୍ଲିଟ୍ କରିବା ପାଇଁ ତାଙ୍କର ଏରୋସ୍ପେସ୍ ଯେଉଁଟା ମହାକାଶ ବିଜ୍ଞାନ ବିଷୟରେ ଯେଉଁ ଇଞ୍ଜିନିୟରିଂ ପାଠଟା, ମହାକାଶ ବିଷୟରେ ଯେଉଁ ଇଞ୍ଜିନିୟରିଂ, ମହାକାଶ ବିଷୟରେ ଯେଉଁ ପାଠ ମାନେ ସେ ପଢ଼ୁଥିଲେ ସେଇଟା ସେ କମ୍ପ୍ଲିଟ୍ କଲେ। କେବେ? ସେଇଟା ହେଲା 1960 ମସିହାରେ। ତ ପିଲାମାନେ, ଏଇଟା ହେଲା ଆମର ପାରାଗ୍ରାଫ ନମ୍ବର 4। ଏବେ ଆଲୋଚନା କରିବା ପାରାଗ୍ରାଫ ନମ୍ବର 5। ଦେଖିଦେବା ପ୍ରଥମେ ଏଥିରେ କି କଠିନ ଶବ୍ଦ ଅଛି। ପ୍ରଥମ ଶବ୍ଦଟି ହେଉଛି ଟ୍ରେନି। ଟ୍ରେନି ମାନେ ହେଉଛି ପ୍ରଶିକ୍ଷାର୍ଥୀ, ତାଲିମ ନେଉଥିବା ବ୍ୟକ୍ତି, ଯିଏ ପ୍ରଶିକ୍ଷଣ ନେଉଥାଏ ତାକୁ କୁହାଯାଉଛି ଟ୍ରେନି। ଟ୍ରେନି, ଟ୍ରେନର ଏଇଟା ତ ଜାଣିଥିବ, ଯିଏ ଟ୍ରେନିଂ ନେଉଥିବ ତାକୁ କୁହାଯାଉଛି ଟ୍ରେନି, ଯିଏ ଟ୍ରେନିଂ ଦେଉଥିବ ତାକୁ କୁହାଯାଉଛି ଟ୍ରେନର। ୱାନ୍ ହୁ ଟେକ୍ସ ଟ୍ରେନିଂ ଇଜ୍ କଲ୍ଡ ଟ୍ରେନି ଆଣ୍ଡ ୱାନ୍ ହୁ ଗିଭ୍ସ ଟ୍ରେନିଂ ଇଜ୍ କଲ୍ଡ ଟ୍ରେନର। ତାପରେ ଆସିଲା ଏରୋନେଟିକ୍ସ। ଏରୋନେଟିକ୍ସ ମାନେ ହେଉଛି ବାୟୁମାନ ବିଜ୍ଞାନ ବା ବିମାନ ଗତି ବିଜ୍ଞାନ, ମାନେ ବିମାନ ବିଷୟରେ ବିଜ୍ଞାନ ଯେଉଁଟା ସେଟାକୁ କୁହାଯାଉଛି। ବିମାନ ବିଷୟରେ ଅଧ୍ୟୟନ କରିବା, ଉଡ଼ାଜାହାଜ, ଏରୋପ୍ଲେନ୍ ଇତ୍ୟାଦି ବିଷୟରେ ଯେଉଁ ଷ୍ଟଡି କରିବା ତାକୁ କୁହାଯାଉଛି ଏରୋନେଟିକ୍ସ। ତାପରେ ଆସିଲା ସାଟେଲାଇଟ୍। ସାଟେଲାଇଟ୍ ମାନେ ହେଉଛି ଉପଗ୍ରହ, ଜାଣିଥିବ ତୁମେ। ତାପରେ ଆସିଲା ଲଞ୍ଚ। ଲଞ୍ଚ ମାନେ କ୍ଷେପଣ କରିବା ବା ଛାଡ଼ିବା। ଏ ଲଞ୍ଚ ମାନେ ତୁମେ ଲାଞ୍ଚ କହିବ ନାହିଁ ରେ, LUNCH, ଲାଞ୍ଚ। ଲାଞ୍ଚ କହିବ ନାହିଁ, ଲାଞ୍ଚ ମାନେ ତ ଖାଇବାର, ମିଲ୍। ଏଟାକୁ ଲଞ୍ଚ, LAUNCH ଅଛି, ଲଞ୍ଚ। ନହେଲେ ଖାଇବାର ଲଞ୍ଚ ତୁମେ କହିବ, ଲଞ୍ଚ ଡିନର ଯେଉଁଟା ଆମେ କହୁଛୁ। ଲଞ୍ଚ ମାନେ ହେଉଛି କ୍ଷେପଣ କରିବା, ସେଇ ଯେ ମହାକାଶକୁ ଯେଉଁ ରକେଟ୍ ଛଡ଼ାଯାଏ ସେଇଟା ଲଞ୍ଚ, ଛାଡ଼ିବା। ଟେକ୍ନୋଲୋଜି, ପ୍ରଯୁକ୍ତିବିଦ୍ୟା ବା ପ୍ରୟୋଗ ବିଦ୍ୟା। ଗାଇଡାନ୍ସ, ପଥ ପ୍ରଦର୍ଶନ, ଦିଗଦର୍ଶନ ବି କହିପାରିବା। ସୁପରଭିଜନ, ପର୍ଯ୍ୟବେକ୍ଷଣ, ତତ୍ତ୍ୱାବଧାନ। ଅର୍ବିଟ୍, ଗ୍ରହ କକ୍ଷ ବା ଉପଗ୍ରହ କକ୍ଷ। ଗ୍ରହ ଉପଗ୍ରହ ମାନେ ଯେଉଁ ତାଙ୍କର କକ୍ଷରେ ଯେଉଁ ପଥରେ ପରିଭ୍ରମଣ କରନ୍ତି, ଘୁରନ୍ତି, ସେଇଟାକୁ କୁହାଯାଉଛି ଅର୍ବିଟ୍। ତ ଏଗୁଡ଼ା ଥିଲା ଆମର କଠିନ ଶବ୍ଦ ପାରାଗ୍ରାଫ ନମ୍ବର 5ର। ଏବେ ଦେଖିବା ପାରାଗ୍ରାଫ ନମ୍ବର 5 କ'ଣ କହୁଛି। କାଲାମ ବିଗେନ୍ ହିଜ୍ କ୍ୟାରିୟର ଏଜ୍ ଏ ଟ୍ରେନି ଏଟ୍ ଦି ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ହାଲ୍ ଇନ୍ ବାଙ୍ଗାଲୋର, ନାଓ କଲ୍ଡ ବେଙ୍ଗାଲୁରୁ। ତାହେଲେ ପିଲାମାନେ, କାଲାମ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ ଗୋଟିଏ ଟ୍ରେନି ହିସାବରେ, ପ୍ରଶିକ୍ଷାର୍ଥୀ ହିସାବରେ, ତାଲିମ ନେଉଥିବା ଜଣେ ଛାତ୍ର ବା ଷ୍ଟୁଡେଣ୍ଟସ୍ ହିସାବରେ। କେଉଁଠି ନା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍, ତାକୁ ସର୍ଟରେ କୁହାଯାଉଛି ହାଲ୍, ଯେଉଁଟା ଏରୋପ୍ଲେନ୍, ଉଡ଼ାଜାହାଜ ତିଆରି ହୁଏ, ଷ୍ଟଡି କରାଯାଏ ସେଇ ବାବଦରେ, ସେଇ ଅନୁଷ୍ଠାନରେ ହାଲ୍। କେଉଁଠି ସେଇଟା? ଇନ୍ ବାଙ୍ଗାଲୋର। ବାଙ୍ଗାଲୋର, ନାଓ କଲ୍ଡ ବେଙ୍ଗାଲୁରୁ। ବାଙ୍ଗାଲୋରକୁ ଆଜିକାଲି କ'ଣ କୁହାଯାଉଛି?
ବେଙ୍ଗାଲୁରୁ କୁହାଯାଉଛି। ଦେନ୍ ହି ଜଏଣ୍ଟ ଦି ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ DRDO ଏଜ୍ ଏ ସାଇଣ୍ଟିଷ୍ଟ। ତାହେଲେ ହାଲ୍ରେ ଚାକିରି କଲା ପରେ ସେ ଗଲେ DRDOକୁ। ପିଲାମାନେ ଏଇ ଜିନିଷ ଏଇ ୱାର୍ଡ଼ଟା ଭଲ ଭାବରେ ମନେ ରଖିଥାଅ, ଏଇ ଜିନିଷ ଏଇ ମାନେ ଅନୁଷ୍ଠାନଟା ଭଲ ଭାବରେ ମନେ ରଖିଥାଅ। DRDO ଆମର ଏଇଠି ଭାରତର ମିସାଇଲ୍ ମ୍ୟାନ୍ ଆମେ ତାଙ୍କୁ କହୁଛୁ କ'ଣ ପାଇଁ ନା ସେ ମିଲିଟାରୀ ମାନେ ଡିଫେନ୍ସ କ୍ଷେତ୍ରରେ ମିସାଇଲ୍ ଡେଭଲପମେଣ୍ଟ କରିଥିଲେ। ତେଣୁ ପ୍ରତିରକ୍ଷା ବିଭାଗର ଏଇଟା ଗୋଟେ ଆମର ସଂସ୍ଥା କ'ଣ DRDO, ତାର ପୁରା ନାମ ହେଉଛି ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନ୍। ତେଣୁ ଏଇ ଜାଗାରେ ସେ ଜବ୍ କଲେ ଏଜ୍ ଏ ସାଇଣ୍ଟିଷ୍ଟ। ଏବେ ସେ ବୈଜ୍ଞାନିକ ହୋଇଗଲେ DRDOରେ। କେବେ ଇନ୍ 1969 1969 ମସିହାରେ। ହି ୱାଜ୍ ଟ୍ରାନ୍ସଫର୍ଡ ଟୁ ଦି ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଇସ୍ରୋ। ପିଲାମାନେ ଆଉ ଗୋଟେ ଆମର ଅନୁଷ୍ଠାନ ଦେଖ, ଆଉ ଗୋଟେ ଆମର ସଂସ୍ଥା ଦେଖ, ତାକୁ କୁହାଯାଉଛି ଇସ୍ରୋ। ତାର ପୁରା ନାମ ହେଲା ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଇସ୍ରୋ। ତାହେଲେ DRDO ଏବଂ ଇସ୍ରୋ ଏଇ ଦୁଇଟା ତୁମେ ନିହାତି ମନେ ରଖିବ। ଏଇଟା ଡିଫେନ୍ସ କ୍ଷେତ୍ରରେ ଏମାନଙ୍କର ଅବଦାନ ବେଶୀ। ଇସ୍ରୋ ଆମର ଯେମିତି ଅଛି ଇଣ୍ଡିଆରେ, ଆମେରିକାରେ ସେମିତି ଗୋଟେ ଅଛି ତୁମେ ଜାଣିଥିବ, ଯେଉଁଟା ବିଶ୍ୱର ସବୁଠାରୁ ବଡ଼ ମାନେ ରିସର୍ଚ୍ଚ ଅର୍ଗାନାଇଜେସନ୍ ବୋଲି ପରିଗଣିତ କରାଯାଏ। ତାକୁ କ'ଣ କୁହାଯାଉଛି ଜାଣିଛ? ତାକୁ ନାସା କୁହାଯାଉଛି, ନ୍ୟାସନାଲ୍ ଏରୋନଟିକ୍ସ ସ୍ପେସ୍ ଅର୍ଗାନାଇଜେସନ୍, ନାସା। ହଉ ଯାହା ବି ହଉ, ତାହେଲେ DRDO ପରେ ସେ ଯୋଗ ଦେଲେ କେଉଁଠି ଇସ୍ରୋରେ। ହୟାର ହି ୱାର୍କ ଏଜ୍ ଦି ପ୍ରୋଜେକ୍ଟ ଡାଇରେକ୍ଟର ଅଫ୍ ଇଣ୍ଡିଆସ୍ ଫାଷ୍ଟ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ SLV-3। ତାହେଲେ SLV-3 ସାଟେଲାଇଟ୍, SLV ମାନେ ହେଉଛି ଏସ୍ରେ ହେଲା ସାଟେଲାଇଟ୍, ଏଲ୍ରେ ହେଲା ଲଞ୍ଚ, ଭିରେ ହେଲା ଭେହିକିଲ୍। ମାନେ ଯେଉଁ ଭେହିକିଲ୍ ଯେଉଁ ଯାନ କି ସାଟେଲାଇଟ୍ ବା ଉପଗ୍ରହକୁ ନେଇକରି ଯାଏ ମହାକାଶକୁ, ସେଇଟାକୁ କୁହାଯାଉଛି SLV। ତେଣୁ ସେ SLV ସେଇ ପ୍ରୋଗ୍ରାମରେ ସେ ଯେଉଁଠି ଗୋଟେ ପ୍ରୋଜେକ୍ଟ ଚାଲିଥିଲା, ପ୍ରକଳ୍ପ ପ୍ରୋଗ୍ରାମ, ସେଇଠି ସେ ଡାଇରେକ୍ଟର ବୋଲି କାମ କଲେ, ନିର୍ଦ୍ଦେଶକ ରୂପେ ସେ ସେଠାରେ କାମ କଲେ। ଦି ପର୍ପସ୍ ଅଫ୍ ଦି SLV ୱାଜ୍ ଟୁ ଡେଭଲପ୍ ଦି ଟେକ୍ନୋଲୋଜି ଟୁ ଲଞ୍ଚ ସାଟେଲାଇଟ୍। ତାହେଲେ ସେ SLV ପ୍ରୋଗ୍ରାମର ସେଇଠି ଯେଉଁ ଚାଲିଥିଲା ରିସର୍ଚ୍ଚ, ତାର ମୁଖ୍ୟ ଉଦ୍ଦେଶ୍ୟ କ'ଣ? ସାଟେଲାଇଟ୍କୁ କେମିତି ଲଞ୍ଚ କରାଯିବ, ମହାକାଶକୁ ଉପଗ୍ରହ କେମିତି ଛଡ଼ାଯିବ, ସେଇ ବାବଦରେ ସେଇଠି ରିସର୍ଚ୍ଚ ଚାଲିଥିଲା। ଟେକ୍ନୋଲୋଜି ମାନେ ତୁମକୁ କହିଲି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ, ସେଇଠି ତାମାନେ ରିସର୍ଚ୍ଚ ହେଉଥିଲା ଯେ ମହାକାଶକୁ ଭଲ ଭାବରେ କେମିତି ସାଟେଲାଇଟ୍ ଲଞ୍ଚ କରାଯାଇପାରିବ, ଛଡ଼ାଯାଇପାରିବ। ଇଟ୍ ୱାଜ୍ ଅଣ୍ଡର ଡକ୍ଟର କାଲାମ୍ସ ଡାଇରେକ୍ଟ ଗାଇଡାନ୍ସ ଆଣ୍ଡ ସୁପରଭିଜନ that the first Rohini satellite was successfully launched into the orbit in 1980। 1980 ମସିହାରେ ରୋହିଣୀ ନାମକ ଗୋଟିଏ ସାଟେଲାଇଟ୍କୁ ମାନେ କକ୍ଷପଥକୁ ଛଡ଼ା ହେଲା। କାଲାମଙ୍କର ଡାଇରେକ୍ଟ ମାନେ ସିଧାସଳଖ ଗାଇଡାନ୍ସ ମାନେ ପଥ ପ୍ରଦର୍ଶନ ଏବଂ ଦିଗ୍ଦର୍ଶନ, ମାନେ କାଲାମଙ୍କର ଦିଗ୍ଦର୍ଶନରେ, କାଲାମଙ୍କର ମାର୍ଗଦର୍ଶନରେ 1980 ମସିହାରେ ରୋହିଣୀ ନାମକ ଗୋଟିଏ ସାଟେଲାଇଟ୍କୁ ସକ୍ସେସଫୁଲି ସଫଳତା ପୂର୍ବକ କକ୍ଷପଥକୁ ଛଡ଼ାଯାଇ ପାରିଥିଲା। ତେଣୁ ଏଇଟା ହେଉଛି ଇଣ୍ଡିଆର ପ୍ରଥମ ଘଟଣା। ତେଣୁ ଏବେ ଟିକେ ଟିକେ ତୁମେ ବୁଝିପାରୁଥିବ ମାନେ ସ୍ପେସ୍ ପ୍ରୋଗ୍ରାମ କ୍ଷେତ୍ରରେ କାଲାମଙ୍କର ଅବଦାନ କେତେ। ତେଣୁ ବାସ୍ତବରେ ତାଙ୍କୁ ଆମେ ମିସାଇଲ୍ ମ୍ୟାନ୍ ଅଫ୍ ଇଣ୍ଡିଆ ବୋଲି କହୁଛୁ। ତ ପିଲାମାନେ ଏଇଟା ହେଲା ଆମର ପାରାଗ୍ରାଫ ନମ୍ବର 5।